ଅନେକ ପୁରୁଷ ମହିଳାଙ୍କ ସହିତ ମୁଖ ମୈଥୁନ କରିଥାନ୍ତି, ଅର୍ଥାତ୍ ସେମାନେ ଗୋଟେ ଯୁବତୀ ସ୍ତ୍ରୀଙ୍କ ପ୍ରାଇଭେଟ୍ ଅଙ୍ଗର ଚୁମ୍ବନ ନେଇଥାନ୍ତି, ଯେଉଁ କ୍ରିୟାରେ ସ୍ତ୍ରୀ ଓ ପୁରୁଷ ଜଣେ ଜଣଙ୍କ ସାମ୍ନାରେ ମୁହଁ କରି ଶୋଇଥାନ୍ତି। ଯେତେବେଳେ ମହିଳାମାନେ ପୁରୁଷମାନଙ୍କ ସହିତ ଶାରୀରିକ ସମ୍ପର୍କ ବନାଇଥାନ୍ତି, ତେବେ ସେମାନେ ଚାହିଁଥାନ୍ତି କି ପୁରୁଷମାନେ ଆରମ୍ଭରେ ସେମାନଙ୍କ ସହିତ ପ୍ରେମ ଏବଂ କୋମଳ ବ୍ୟବହାର କରନ୍ତୁ। ଅନେକ ଅଧ୍ୟୟନରୁ ଏହା ପ୍ରମାଣିତ ହୋଇଛି ଯେ ସାରା ଦୁନିଆରେ ଅଧିକାଂଶ ସମୟରେ ପୁରୁଷ ସାଥୀ ପ୍ରଥମେ ନିଜ ମହିଳା ସାଥୀଙ୍କ ସାମ୍ନାରେ ପ୍ରେମ ପ୍ରକାଶ କରିଥାନ୍ତି। ଯେତେବେଳେ ଆମେ ଗୋଟେ ସୁଖଦ ସମ୍ପର୍କରେ ଥାଉ, ତେବେ ସେତେବେଳେ ଆମର ବ୍ୟକ୍ତିତ୍ୱ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ହୋଇଯାଇଥାଏ। ଯେଉଁ ଝିଅମାନେ ସ୍ୱଭାବରେ ଭଲ ଏବଂ ଭଲ ବ୍ୟବହାର କରନ୍ତି, ତେବେ ସେମାନେ ବହୁତ ଫ୍ୟାଶନ୍ ପୋଷାକ ପିନ୍ଧିନଥାନ୍ତି ଏବଂ ସବୁବେଳେ ସରଳ ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି। ଯଦି କୌଣସି ବିଧବା ମହିଳାଙ୍କୁ କରିବା ସମୟରେ ଆଗପଟେ ଅଧିକ ମଜା ନ ଆସେ, ତେବେ ସେ ନିଜ ପଛପଟେ ନେବା ପାଇଁ ଆପଣଙ୍କ ସହିତ ଏହି ଦୁଇ ଦୁଷ୍ଟାମି କରିବାକୁ ଲାଗିବେ। ପ୍ରଥମ, ସେ ଆପଣଙ୍କ ପ୍ରାଇଭେଟ୍ ଅଙ୍ଗକୁ ନେଇ ତାଙ୍କ ପଛପଟେ ବାରମ୍ବାର ଘଷିବେ ଓ ଦ୍ୱିତୀୟ, ତାଙ୍କର ସେହି ଜାଗାରେ ତେଲ ମାଲିସ କରିବାକୁ କହିବେ ଓ ଧୀରେ ଧୀରେ ପୂରା ଭିତରକୁ ପୂରାଇବା ପାଇଁ ଇସାରା ଦେବେ। ବିବାହ ପରେ ଯେଉଁ ସ୍ୱାମୀ ଓ ସ୍ତ୍ରୀ ଅତି କମରେ 30 ମିନିଟ୍ ପର୍ଯ୍ୟନ୍ତ ହସ ମଜାକ କରିଥାନ୍ତି, ତେବେ ସେମାନଙ୍କର ସମ୍ପର୍କ ଆହୁରି ବି ଅଧିକ ମଜବୁତ ହୋଇଯାଇଥାଏ। ସବୁବେଳେ ଏହି ଗୋଟେ କଥା ମନେ ରଖନ୍ତୁ ଯେ ଯଦି କୌଣସି ଗୋଟେ ଝିଅ ଆପଣଙ୍କୁ ଏକା ଛାଡ଼ିବାକୁ କୁହେ, ତେବେ ବୁଝିଯାଆନ୍ତୁ ଯେ ସେହି ସମୟରେ ତାକୁ ଆପଣଙ୍କର ସବୁଠାରୁ ଅଧିକ ଆବଶ୍ୟକତା ଅଛି।